କାହାକୁ ଆପଣାଇବେ ଦର୍ଶକ? କଳା ନା କଳଙ୍କ? ନାଟକର କାହାଣୀ ନା ନୃତ୍ୟରେ ନଗ୍ନତା? ଯାତ୍ରା ଦର୍ଶକକୁ କିଏ ଟାଣେ? ସଂଳାପରେ ଯଥାର୍ଥରେ ଶାଳୀନତା ନା ଦ୍ୱିଅର୍ଥବୋଧକ ଶବ୍ଦର ଅବାନ୍ତର ପ୍ରୟୋଗ? କିଏ ବିମୁଖ କରାଏ ଦର୍ଶକଙ୍କ ସପରିବାରର ଯାତ୍ରା ଦେଖିବାରେ? ହଁ ଆଜ୍ଞା, ମନୋରଞ୍ଜନ ନାଁରେ ମଞ୍ଚର ମର୍ଯ୍ୟାଦା ନଷ୍ଟ କରାଯାଉଥିବା ଗୋଟେ ପଟେ ଅଭିଯୋଗ ହୁଏ, ଆଉ ଅପରପଟେ ଏଭଳି ଅଭିଯୋଗକୁ ସରକାରୀ କଟକଣାକୁ ତୁଚ୍ଛ ମନେକରି ଚାଲେ ନଗ୍ନତାର ବ୍ୟବସାୟ। ମଞ୍ଚ ମାୟାରେ ବାନ୍ଧି ହୋଇଯାଇଥିବା ଯାତ୍ରାର ଦର୍ଶକ ଏବେ ଦୋଛକିରେ କଳା ନା କଳଙ୍କ କାହାକୁ ଆପଣେଇବ? 2019 ମସିହା ଭୁବନେଶ୍ୱର ଖଣ୍ଡଗିରିରେ ଯାତ୍ରା ଚାଲିଥିବା ବେଳେ ଉତ୍ତେଜକ ନୃତ୍ୟ ପ୍ରଦର୍ଶନ କରି ଯାତ୍ରା କୁଇନ୍ ରାଣୀ ପଣ୍ଡା ଚର୍ଚ୍ଚାକୁ ଆସିଥିଲେ। ମଞ୍ଚରେ ନୃତ୍ୟ କରୁଥିବା ସମୟରେ ଦର୍ଶକ ଗ୍ୟାଲେରୀକୁ ଯାଇ ଜଣେ ଦର୍ଶକଙ୍କ କାନ କାମୁଡ଼ି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଯାତ୍ରା ନାଟକ ଆରମ୍ଭ ହେବା ପୂର୍ବରୁ ଦର୍ଶକ ମନୋରଞ୍ଜନ ଲାଗି ପରିବେଶିତ ରେକର୍ଡ ଡ୍ୟାନ୍ସ ସମୟରେ ଘଟିଥିବା ଏହି ଘଟଣା ଯାତ୍ରା ପରିସରକୁ ଚଳଚଞ୍ଚଳ କରିଥିବା ବେଳେ ଦର୍ଶକ ମହଲରେ କୌତୂହଳ ସୃଷ୍ଟି କରିଥିଲା। ଆଜି ଜନମାନସରେ ପ୍ରଶ୍ନ ଉଠେ, ଏଭଳି ରୁଚିର କଳା ପ୍ରଦର୍ଶନ କ'ଣ ସମ୍ଭବ? ଯାତ୍ରା ଜଗତ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ମତାନୁଯାୟୀ ଗତ 2 ଦଶନ୍ଧି ମଧ୍ୟରେ ସମୟକ୍ରମେ ଯାତ୍ରାରେ ପ୍ରଚଳିତ ରେକର୍ଡ ଡ୍ୟାନ୍ସର ମୁଖ୍ୟ ଆକର୍ଷଣ ପାଲଟିଛି ନୃତ୍ୟ ପ୍ରଦର୍ଶନ କରିଥିବା ନାରୀ କଳାକାରଙ୍କ ଯୌନଦୀପିକ ଅଙ୍ଗଭଙ୍ଗୀ। ତେଣୁ ରେକର୍ଡ ଡ୍ୟାନ୍ସ କରୁଥିବା ନୃତ୍ୟାଙ୍ଗନାମାନେ ଏ ଦିଗରେ ନିଜର ପାରଙ୍ଗମତା ଦେଖାଇବା ଲାଗି ସୀମା ଟପି ଯାଇଥାନ୍ତି। ଗତ ଦୁର୍ଗାପୂଜା ସମୟରେ ରେକର୍ଡ ଡ୍ୟାନ୍ସ କଳାକାର ସାହୁ ଭାଉଜ ଓରଫ ଭାଗ୍ୟଶ୍ରୀଙ୍କ ଟପଲେସ୍ ନଗ୍ନ ନୃତ୍ୟ ସବୁ ସୀମା ଟପି ଯାଇଛି, ଯାହାକୁ ପରିବାର ସହ ଦେଖିବା ସମ୍ଭବ ନୁହେଁ। ଏହାକୁ ନେଇ ସାଂସ୍କୃତିକ ସଚେତନ ବୁଦ୍ଧିଜୀବୀ ଆପତ୍ତି ଉଠାଇଛନ୍ତି। କେବଳ ଭାଗ୍ୟଶ୍ରୀ ନୁହନ୍ତି, ଏହି ଧରଣର ନୃତ୍ୟ ପ୍ରତିଯୋଗିତାରେ ନିଶା ମହାରଣୀ ବି ପଛରେ ପଡ଼ିନାହାନ୍ତି। ଯାତ୍ରା ମଞ୍ଚ ହେଉ ବା ମେଲୋଡି ମଞ୍ଚ, ନୃତ୍ୟାନାଙ୍କର ଅଙ୍ଗ ପ୍ରଦର୍ଶନ ଓ ଯୌନଦୀପିକା ଶାଳୀନତାର ସୀମା ଟପୁଥିବା ଅଭିଯୋଗ କ୍ରମଶଃ ତୀବ୍ର ହେବାରେ ଲାଗିଛି। ତେବେ ଯାତ୍ରାରେ ଅଶ୍ଳୀଳତା ନୂଆ ନୁହେଁ। ରେକର୍ଡ ଡ୍ୟାନ୍ସ ବ୍ୟତୀତ ଦ୍ୱିଅର୍ଥବୋଧକ ସଂଳାପ ଓ କାମଦୀପିକ ଅଙ୍ଗଭଙ୍ଗୀ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଂଶ କହିଲେ ଅତ୍ୟୁକ୍ତ ହେବ ନାହିଁ। ଏହା ସମାଜ ଓ ଯୁବପିଢ଼ିକୁ ବିପଦଗାମୀ କରୁଥିବା ନେଇ ସାମାଜିକ କର୍ମୀ ଓ ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ଫଳରେ ଏହାକୁ ନଜରରେ ରଖି 2023 ମସିହା ମାର୍ଚ୍ଚ ମାସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଥିଲା। ଏଣିକି ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେବନି। ଦ୍ୱିଅର୍ଥବୋଧକ ସଂଳାପ କରିପାରିବେନି କଳାକାର। କଦର୍ଯ୍ୟ ରୂପରେ ସଂସ୍କୃତିକୁ ପରିପ୍ରକାଶ କରିପାରିବେ ନାହିଁ। ଯାତ୍ରାରେ ବଢ଼ୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ସଂସ୍କୃତି ବିଭାଗ ଜାରି କରିବା ସହ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏବର୍ଷ ଦୁର୍ଗା ପୂଜାରୁ ଯାତ୍ରା ଋତୁ ଆରମ୍ଭରୁ ନଗ୍ନ ନୃତ୍ୟ ଆରମ୍ଭ ହୋଇଯାଇଛି, ଯାହାକି ସଂସ୍କୃତି ବିଭାଗର ନିର୍ଦ୍ଦେଶନାମାକୁ ପ୍ରଭାବହୀନ ବୋଲି ପ୍ରମାଣିତ କରିଛି। ଦ ରିପୋର୍ଟ 3KY। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଲା ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ।